ସୂର୍ଯ୍ୟ ଦେଖାଯାଏ କିପରି? ଯଦି ତମେ ସୂର୍ଯ୍ୟକୁ ପୃଥିବୀରୁ ଦେଖୁଛ ବା ଆମେ ସମସ୍ତେ ସୂର୍ଯ୍ୟକୁ ପୃଥିବୀରୁ ହିଁ ଦେଖୁଛେ, ଆମକୁ ସୂର୍ଯ୍ୟ ହଳଦିଆ ଦେଖାଯାଏ। ଯଦି ଆମେ ସୂର୍ଯ୍ୟକୁ ମହାକାଶରୁ ଦେଖୁଛେ, ତାହେଲେ ବି କଣ ଆମକୁ ସୂର୍ଯ୍ୟ ହଳଦିଆ ଦେଖାଯିବ କି? ଏଠାରେ ଉତ୍ତର ହବ ନା, ସୂର୍ଯ୍ୟ ଆମକୁ ଧଳା ଦେଖାଯିବ। ପ୍ରକୃତରେ ସୂର୍ଯ୍ୟର ରଙ୍ଗ ଧଳା, କାରଣ ସୂର୍ଯ୍ୟର କିରଣ ଇନ୍ଦ୍ରଧନୁର 7 ରଙ୍ଗର ଗୋଟିଏ ମିଶ୍ରଣ, ଯୋଉ ମିଶ୍ରଣଟା ଧଳା ଦେଖାଯାଏ। ଏହା ପଛର କାରଣ ହେଉଛି ସ୍ପେସରେ ବା ମହାକାଶରେ କୌଣସି ପ୍ରକାରର ପାର୍ଟିକିଲ୍ସ ବା କଣିକା ନଥାନ୍ତି, ତେଣୁ ଲାଇଟର ସ୍କ୍ୟାଟରିଂ ବା ବିକ୍ଷେପିତ ହୋଇନଥାଏ। ଲାଇଟ ଗୋଟିଏ ଦିଗରେ ଗତି କରେ, ତେଣୁ ସୂର୍ଯ୍ୟ ଧଳା ଦେଖାଯାଇଥାଏ। ଏବଂ ପୃଥିବୀ ପୃଷ୍ଠରୁ ସୂର୍ଯ୍ୟ ହଳଦିଆ ଦେଖାଯିବାର କାରଣ ଦେଖ, ଯେତେବେଳେ ସୂର୍ଯ୍ୟର କିରଣ ପୃଥିବୀର ବାୟୁମଣ୍ଡଳରୁ ପାସ୍ କରେ, ବାୟୁମଣ୍ଡଳରେ ଉପସ୍ଥିତ ଥିବା କଣିକା ଏବଂ ଗ୍ୟାସ୍ ମୋଲିକ୍ୟୁଲ୍ସ ଲାଇଟକୁ ସ୍କ୍ୟାଟର ବା ଚାରି ଦିଗରେ ବିକ୍ଷେପିତ କରିଦେଇଥାନ୍ତି। ଏବଂ ଯେଉଁ ଲାଇଟର ୱେଭଲେନ୍ଥ ବା ତରଙ୍ଗ ଦୈର୍ଘ୍ୟ ଛୋଟ, ସେଇ ଲାଇଟଟି ଅଧିକ ପରିମାଣରେ ବିକ୍ଷେପିତ ହୋଇଯାଇଥାଏ। ତ ବ୍ଲୁ ଲାଇଟ୍ ବା ନୀଳ ଲାଇଟର ୱେଭଲେନ୍ଥ ଛୋଟ ହୋଇଥିବା ଯୋଗୁଁ ଇଏ ଚାରି ଦିଗରେ ଅଧିକ ପରିମାଣରେ ବିକ୍ଷେପିତ ହୋଇଯାଇଥାଏ। ଏବଂ ଏହି କାରଣ ଯୋଗୁଁ ଆକାଶ ଆମକୁ ବ୍ଲୁ ବା ନୀଳ ଦେଖାଯାଇଥାଏ ଏବଂ ସୂର୍ଯ୍ୟ ପୃଥିବୀ ପୃଷ୍ଠରୁ ହଳଦିଆ ଦେଖାଯାଏ।